ସମ୍ବଲପୁର ରେଙ୍ଗାଲି ପୋଲିସ ଦୁଇଟି କୋଇଲା ଗାଡ଼ି ସହ 3 ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ବାରମ୍ବାର 10 ନମ୍ବର ରାଜ୍ୟ ରାଜପଥ ଦେଇ କୋଇଲା ଚୋରାଚାଲାଣ ହେଉଥିବା ବେଳେ ବହୁତ ସମୟରେ ଖସି ପଳାଉଥିବାର ସାହସ ପାଇ ଚୋରାଚାଲାଣ ବଢ଼ିବାରେ ଲାଗିଥିଲା। କିନ୍ତୁ ଏବେ ନୂଆ ସରକାର ଆସିବା ପରେ ପୋଲିସ କିନ୍ତୁ ବେଶ୍ ତତ୍ପର ହୋଇପଡ଼ିଛି। କାହିଁକିନା କିଛି ଦିନ ପୂର୍ବେ ରମ୍ଫେଲା ନିକଟରେ ଏନ୍କାଉଣ୍ଟର କରି ଜଣେ ଦୁର୍ବୃତ୍ତକୁ କାବୁ କରିପାରିଥିଲା ପୋଲିସ। ଏବେ ପୁଣି କୋଇଲା ଚୋରାଚାଲାଣକାରୀକୁ ଧରି ଏକ ମାମଲା ରୁଜୁ କରିଛି ରେଙ୍ଗାଲି ପୋଲିସ। ସବୁଠାରୁ ବଡ଼ କଥା ହେଉଛି ମୁଖ୍ୟ ଆସାମୀ ପାଖରେ ପହଞ୍ଚି ପାରୁନି ପୋଲିସ। ଏହାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ତେବେ ଦେଖିବାକୁ ବାକି ରହିଲା କେବେ ମୁଖ୍ୟ ଆସାମୀକୁ ଧରିବ ପୋଲିସ। ରେଙ୍ଗାଲିରୁ ମନୋଜ ମୁଦୁଲିଙ୍କ ରିପୋର୍ଟ, ମହାଭାରତ ଲାଇଭ୍।